फारोसी मानक मध्यरु जणे जीसुंकु निज सहित खाइबा पई निमंत्रण कले। जीसु सेई फारोसींको घरकु गले ओ खाइबा पई बसिले। ସେହି ସମୟରେ ସେହି ନଗରରେ ଜଣେ ପାପୀ ସ୍ତ୍ରୀ ଲୋକ ଥିଲା। ସେ ଜାଣିପାରିଲା ଯେ ଯୀଶୁ ଫାରୋସୀଙ୍କ ଘରେ ଖାଉଛନ୍ତି। ତେଣୁ ସେହି ସ୍ତ୍ରୀ ଲୋକଟି ଗୋଟିଏ ସ୍ଫଟିକ ପାତ୍ରରେ କିଛି ଅତର ଆଣିଲା। ସେ ଯୀଶୁଙ୍କ ପଛଆଡ଼େ ଗୋଡ଼ ପାଖରେ ଠିଆ ହେଲା। ସେ କାନ୍ଦୁଥିଲା। ତାପରେ ସେ ଯୀଶୁଙ୍କ ପାଦ ତା ଲୁହରେ ଧୋଇଦେଲା। ନିଜ ମୁଣ୍ଡର ବାଳରେ ଯୀଶୁଙ୍କ ପାଦ ପୋଛିଦେଲା। ତାହାଙ୍କ ପାଦରେ ବହୁବାର ଚୁମ୍ବନ ଦେଲା ଓ ପାଦ ଉପରେ ଅତର ଢାଳିଦେଲା। ଯେଉଁ ଫାରୋସୀ ଜଣକ ଯୀଶୁଙ୍କୁ ନିଜ ଘରକୁ ଡାକିଥିଲେ ସେ ସବୁ ଦେଖିଲେ। ସେ ମନେ ମନେ ଭାବିଲେ ଯୀଶୁ ଯଦି ପ୍ରକୃତରେ ଜଣେ ଭବିଷ୍ୟତବକ୍ତା ହୋଇଥାନ୍ତେ ତେବେ ସେ ନିଶ୍ଚୟ ଜାଣିପାରନ୍ତେ ଯେ ଯେଉଁ ସ୍ତ୍ରୀଲୋକଟି ତାହାଙ୍କୁ ଛୁଇଁଛି ସେ ଜଣେ ପାପିନୀ। ଯୀଶୁ ଫାରୋସୀଙ୍କୁ କହିଲେ, ସିମୋନ, ମୋର ତୁମ୍ଭକୁ କିଛି କହିବାର ଅଛି। ସିମୋନ କହିଲେ, ଗୁରୁ କୁହନ୍ତୁ। ଯୀଶୁ କହିଲେ, କୌଣସି ସାହୁକାର ପାଖରୁ ଦୁଇ ଜଣ ଖାତକ କରଜ ନେଇଥିଲେ। ଜଣେ 500 ରୂପା ଟଙ୍କା କରଜ ନେଇଥିଲା, ଆଉ ଜଣେ 50ଟି ରୂପା ଟଙ୍କା ନେଇଥିଲା। ସେମାନଙ୍କ ପାଖରେ ଟଙ୍କା ନଥିବାରୁ ସେମାନେ ଋଣ ପରିଶୋଧ କରିପାରୁନଥିଲେ। ତେଣୁ ସାହୁକାର ଦୁଇ ଜଣଙ୍କୁ ଋଣ ମୁକ୍ତ କରିଦେଲେ। ତେବେ ଏ ଦୁଇ ଜଣଙ୍କ ମଧ୍ୟରେ କିଏ ସାହୁକାରଙ୍କୁ ଅଧିକ ଭଲ ପାଇବ? ସିମୋନ ଉତ୍ତର ଦେଲେ, ମୁଁ ଭାବୁଛି ସାହୁକାର ଯାହାକୁ ଅଧିକ ଟଙ୍କା ଛାଡ଼ିଦେଲେ ସେହି ଲୋକ ଅଧିକ ଭଲ ପାଇବ। ଯୀଶୁ ସିମୋନଙ୍କୁ କହିଲେ, ତୁମ୍ଭେ ଠିକ କଥା କହିଛ। ତାପରେ ଯୀଶୁ ସ୍ତ୍ରୀ ଲୋକଟି ଆଡ଼କୁ ବୁଲି ପଡ଼ି ସିମୋନଙ୍କୁ କହିଲେ, ତୁମ୍ଭେ ସ୍ତ୍ରୀ ଲୋକଟିକୁ ଦେଖୁଛ। ମୁଁ ତୁମ୍ଭ ଘରକୁ ଆସିଲି, ଅଥଚ ତୁମ୍ଭେ ମୋତେ ଗୋଡ଼ ଧୋଇବାକୁ ପାଣି ସୁଦ୍ଧା ଦେଲ ନାହିଁ। କିନ୍ତୁ ଏ ସ୍ତ୍ରୀ ଲୋକଟି ମୋର ପାଦକୁ ଲୁହରେ ଧୋଇଦେଲା ଏବଂ ତା କେଶରେ ପୋଛିଦେଲା। ତୁମ୍ଭେ ମୋତେ ଚୁମ୍ବନ ଦେଲ ନାହିଁ। କିନ୍ତୁ ଯେଉଁ ସମୟରୁ ମୁଁ ଭିତରକୁ ଆସିଲିଣି ସେ ସମୟରୁ ଏ ପର୍ଯ୍ୟନ୍ତ ସେ ମୋର ପାଦରେ ଚୁମ୍ବନ ଦେବା ବନ୍ଦ କରିନାହିଁ। ତୁମ୍ଭେ ମୋ ମୁଣ୍ଡରେ ତେଲ ଲଗାଇଲ ନାହିଁ, କିନ୍ତୁ ଏ ସ୍ତ୍ରୀ ଲୋକଟି ମୋ ପାଦରେ ଅତର ଲଗାଇଲା। ଏଣୁ ମୁଁ ତୁମ୍ଭକୁ କହୁଛି ଯେ ତାର ଅନେକ ପାପ କ୍ଷମା କରି ଦିଆଗଲା। ଏ କଥା ସ୍ପଷ୍ଟ, କାରଣ ସେ ଅଗାଧ ପ୍ରେମ ଦେଖାଇଛି। ଯେଉଁ ଲୋକ କ୍ଷମା ପାଇବା ପାଇଁ କମ୍ ଆବଶ୍ୟକତା ଅନୁଭବ କରିଥାଏ ସେ କ୍ଷମା ପାଇବା ବେଳେ କମ୍ ପ୍ରେମ ଅନୁଭବ କରିଥାଏ। ତାପରେ ଯୀଶୁ ସେହି ସ୍ତ୍ରୀ ଲୋକଟିକୁ କହିଲେ, ତୋର ପାପ କ୍ଷମା କରି ଦିଆଗଲା। ଯେଉଁମାନେ ଯୀଶୁଙ୍କ ସହିତ ଭୋଜନ କରୁଥିଲେ ସେମାନେ ମନେ ମନେ ଭାବିବାକୁ ଲାଗିଲେ, ଏ ଲୋକ ନିଜକୁ କଣ ଭାବୁଛି? ସେ କିପରି ପାପଗୁଡ଼ିକ କ୍ଷମା କରିପାରିବ? ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, ତୁମ୍ଭେ ବିଶ୍ୱାସ କରିଥିବାରୁ ତୁମ୍ଭେ ପାପରୁ ରକ୍ଷା ପାଇଅଛ, ଶାନ୍ତିରେ ଯାଅ।